ଠିକ ରାତି 12ଟା ବାଜିଥିଲା। ବଡ଼ ବଙ୍ଗଳାଟି ନୀରବ ଥିଲା। ବାହାରେ ଛାଡ଼ି ବଗିଚାରୁ ଝରଣାର ମୃଦୁ ଶବ୍ଦ ଆସୁଥିଲା ଏବଂ ଘର ପଛପଟେ ଥିବା ଚାକରମାନଙ୍କ ବାସସ୍ଥାନରୁ ଏକ କ୍ଷୀଣ ଆଲୋକ ଉଙ୍କି ମାରୁଥିଲା। 26 ବର୍ଷ ବୟସ୍କା ସବିତା ଭାଉଜ ତାଙ୍କ ବିଳାସପୂର୍ଣ୍ଣ ଶୟନ କକ୍ଷରେ ଏକାକୀ ଶୋଇଥିଲେ। ଆଜି ସେ ଏକ ପତଳା ରେଶମୀ ନାଇଟ୍ ଗାଉନ୍ ପିନ୍ଧିଥିଲେ, ଯାହା ତାଙ୍କ ସୁନ୍ଦର ଶରୀରରେ ଏତେ କଠିନ ଭାବରେ ଲାଗିଥିଲା ଯେ ପ୍ରତ୍ୟେକ ବକ୍ର ପ୍ରତ୍ୟେକ ନିଶ୍ୱାସ ସହିତ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଗରିବ ଚାକର 27 ବର୍ଷ ବୟସ୍କା ବିଜୟ, ଯିଏ ଘର ଚାରିପାଖରେ ସମସ୍ତ ଅଜବ କାମ କରୁଥିଲେ, ସେ ରାତିରେ ଡ୍ୟୁଟିରେ ଥିଲେ। ସେ ଚୁପ ଚାକର ଭାବିଙ୍କ କୋଠରୀ ବାହାରକୁ ବାହାରି ଆସିଲେ। ଦ୍ୱାର ଟିକେ ଖୋଲା ଥିଲା। ସେ ଭିତରକୁ ଚାହିଁଲେ। ସବିତାଙ୍କ ଆଖି ଅଧା ଖୋଲିଗଲା। ସେ ହସି ଧୀରେ ଧୀରେ କହିଲେ, ବିଜୟ, ବହୁତ ରାତି ହୋଇଗଲା। ତୁମେ ପୁଣି ଫେରି ଆସିଛ। ବିଜୟ ଦ୍ୱାର ବନ୍ଦ କରି ବିଛଣା ପାଖକୁ ଆସିଲେ। ସେ ସବିତାଙ୍କ ଗୋଡ଼ ଉପରେ ହାତ ରଖିଲେ। ଧୀରେ ଧୀରେ ଆଲିଙ୍ଗନ କଲେ, ଯେପରି ଏହା ବର୍ଷ ବର୍ଷ ଧରି ଅଭ୍ୟାସ ଥିଲା। ସବିତାଙ୍କ ନିଶ୍ୱାସ ଦ୍ରୁତ ହୋଇଗଲା। ସେ କହିଲା, ବିଜୟ, ଆଜି ଏହି ହାତ ଟିକେ ଅସ୍ଥିର ଲାଗୁଛି। ବିଜୟ ଫୁସ୍ ଫୁସ୍ ଶବ୍ଦରେ ଉତ୍ତର ଦେଲେ, ଅସ୍ଥିର କାରଣ, ମାଡାମ, ତୁମର କୋମଳତା ବର୍ଷ ବର୍ଷ ଧରି ମୋ ହୃଦୟରେ ନିଆଁ ଜାଳି ଆସୁଛି। ସବିତା ତାର ଗୋଡ଼କୁ ଟିକେ ବିସ୍ତାର କଲା, ଯେପରି କହୁଛି, ଦେଖ ମୁଁ କେତେ ନରମ। ବିଜୟ ହାତ ଏବେ ଧୀରେ ଧୀରେ ଉପରକୁ ଚାଲି ଯାଉଥିଲା। ତାର ଜଙ୍ଘର ଉଷ୍ମତା ଅନୁଭବ କରି ସବିତା ଏକ ଛୋଟ ଆର୍ତ୍ତନାଦ କଲା। ବିଜୟ, ସେ କହିଲା, ଏହି ସ୍ପର୍ଶ ଏକ ପୁରୁଣା ତୃଷାକୁ ଜାଗ୍ରତ କରୁଛି। ବିଜୟ ତାର କାନରେ ମୁହଁ ଚାପିଲା। ତୁମର ତୃଷା ମଧ୍ୟ ଜାଗ୍ରତ ହେଉଛି ମାଡାମ, ସେ କହିଲା, ଯେପରି ଭିତରେ ନଦୀ ବହିଯାଉଛି। ସବିତା ଲାଜରେ ମୁଣ୍ଡ ବୁଲାଇଲା। ତୁମର ଆଙ୍ଗୁଠିଗୁଡ଼ିକ ମୋତେ ସମ୍ପୂର୍ଣ୍ଣ ଶୁଖାଇ ଦେଉଛି। ମୋତେ ଅଟକାଅ ନାହିଁ ବିଜୟ, ମୋତେ ପ୍ରବାହିତ ହେବାକୁ ଦିଅ। ବିଜୟ ହସି କହିଲା, ତେବେ ପ୍ରବାହିତ ହୁଅ। ଆଜି ରାତିରେ ତୁମେ ମୋର ଲହରୀ ହୁଅ ଏବଂ ମୁଁ ତୁମ ସହିତ ବୁଡ଼ିଯିବି। ଏବେ ସେମାନେ ଏତେ ନିକଟତର ହୋଇଥିଲେ ଯେ ସେମାନଙ୍କର ନିଶ୍ୱାସ ମିଶି ଯାଉଥିଲା। ସବିତା ତାର ହାତ ବିଜୟର ଛାତି ଉପରେ ରଖି ଧୀରେ ଧୀରେ ତଳକୁ ଘୁଞ୍ଚାଇଲା। ବିଜୟର ନିଶ୍ୱାସ ଭାରି ହୋଇଗଲା। ସେ କହିଲେ, ମ୍ୟାଡାମ, ତୁମର ସ୍ପର୍ଶ ନିଆଁ ଜାଳି ଦେଉଛି। ସବିତା ଦୁଷ୍ଟ ଭାବରେ ଉତ୍ତର ଦେଲା, ତେବେ ଜଳିଯାଅ ବିଜୟ, ତୁମ ଯୋଗୁଁ ମୁଁ ମଧ୍ୟ ଜଳୁଛି ଏବଂ ଏହି ଜଳିବା ବହୁତ ମଧୁର। ବିଜୟ ସବିତାର ବେକରେ ନିଶ୍ୱାସ ନେଲେ, ତାପରେ ହାଲୁକା ଭାବରେ ତାଙ୍କ ଉଠକୁ ଚାପିଦେଲେ। ସବିତା ଆର୍ତ୍ତନାଦ ଜୋରରେ ବଢ଼ିଗଲା, କିନ୍ତୁ ସେ ସେମାନଙ୍କୁ ଦମନ କଲେ। ସେ ଫୁସ୍ ଫୁସ୍ କରି କହିଲେ, ବିଜୟ, ଏହି ଯେଉଁ ଗରମ ବ୍ୟାପି ଯାଉଛି, ତାହାକୁ ଆହୁରି ବ୍ୟାପିବାକୁ ଦିଅ। ମୁଁ ମୋତେ କେବେ କେହି ଦେଇ ନଥିବା ଅନୁଭବ କରିବାକୁ ଚାହୁଁଛି। ବିଜୟ ଉତ୍ତର ଦେଲେ, ଭାଉଜ, ଆଜି ରାତିରେ ମୁଁ ତୁମକୁ ତୁମ ଭିତରେ ଏକ ସମୁଦ୍ର ଉଛୁଳିବା ପରି ଅନୁଭବ କରାଇବି ଏବଂ ମୁଁ ଏହାର ତରଙ୍ଗରେ ଭାସୁଛି। ସବିତା ବିଜୟର ପିଠିରେ ତାର ଆଙ୍ଗୁଠି ଖୋଳିଲା। ତାର ନଖ ହାଲୁକା ଭାବରେ ଚାପିଦେଲା, ଯେପରି କହିବାକୁ ଚାହୁଁଛି, ଗଭୀର ଦ୍ରୁତ ଠେଲିଦିଅ। ବିଜୟର ହାତ ଏବେ ସବିତାର ଅଣ୍ଟା ତଳକୁ ଖସିଗଲା ଏବଂ ସବୁଠାରୁ ଗୁପ୍ତ ସ୍ଥାନରେ ଅଟକିଗଲା। ସେ ଧୀରେ ଧୀରେ ଚାପ ବଢାଇଲା। ସବିତାର ଆର୍ତ୍ତନାଦ ଲମ୍ବା ହେଲା। ସେ କହିଲା, ବିଜୟ, ଏହି ପ୍ରବାହକୁ ଆହୁରି ଶକ୍ତିଶାଳୀ କର। ମୁଁ ସାରା ରାତି ଧରି ବୁଡ଼ିବା ଚାହୁଁଛି। ବିଜୟ ସବିତାକୁ ସମ୍ପୂର୍ଣ୍ଣ ଭାବରେ ନିଜ ଆଡ଼କୁ ଟାଣିନେଲା। ଏବେ ସେ ତାଙ୍କ ଉପରେ ଥିଲେ। ସେମାନଙ୍କ ଶରୀର ଏତେ ଟାଣ ଥିଲା ଯେ ପ୍ରତ୍ୟେକ ଗତି ଏକକାଳୀନ ଅନୁଭୂତ ହେଉଥିଲା। ସବିତାଙ୍କ ଆର୍ତ୍ତନାଦ ଏବେ ନିରନ୍ତର ଆସୁଥିଲା। ସେତେବେଳେ କିନ୍ତୁ କୋଠରୀରେ ପ୍ରତିଧ୍ୱନିତ ହୋଇ ସେ କହିଲେ, ବିଜୟ, ଏହି ସ୍ପର୍ଶ ଏବେ ମୋ ରକ୍ତ ପ୍ରବାହରେ ଏବଂ ଗଭୀରରେ ମଧ୍ୟ ପ୍ରବେଶ କରୁଛି। ବିଜୟ ତାଙ୍କ କାନରେ ଫୁସ୍ ଫୁସ୍ କରି କହିଲେ, ତେବେ ଏହାକୁ ଦ୍ରବୀଭୂତ ହେବାକୁ ଦିଅ। ମାଲିକାଣୀ, ମୁଁ ଚାହୁଁଛି ଯେ ତୁମେ ମୋ ଶରୀରର ପ୍ରତ୍ୟେକ ଅଶରେ ଦ୍ରବୀଭୂତ ହୁଅ, ଯେପରି ମୁଁ ତୁମ ଶରୀରରେ ଦ୍ରବୀଭୂତ ହେଉଛି। ସବିତା ବିଜୟଙ୍କ କଟି ଚାରିପାଖରେ ତାଙ୍କ ଗୋଡ଼ ଗୁଡ଼ାଇଲା, ଯେପରି କହୁଛି, ମୋତେ ଜୋରରେ ଧରି ମୋତେ ଆହୁରି ଗଭୀରକୁ ନେଇଯାଅ। ବିଜୟଙ୍କ ନିଶ୍ୱାସ ଭାରି ହୋଇଗଲା। ସେ କହିଲେ, ମ୍ୟାଡାମ, ତୁମେ ଏତେ ଓଦା ହେଉଛ ଯେପରି ଏକ ଜଳପ୍ରପାତ ଫୁଟି ଉଠିଛି ଏବଂ ମୁଁ ସେଥିରେ ବୁଡ଼ିବାକୁ ଚାହୁଁଛି। ସବିତା ଏକ ଦୁଷ୍ଟ ଆର୍ତ୍ତନାଦ ସହିତ ଉତ୍ତର ଦେଲା, ତେବେ ବୁଡ଼ିଯାଅ ବିଜୟ, ମୁଁ ମଧ୍ୟ ତୁମ ସହିତ ବୁଡ଼ି ଯାଉଛି ଏବଂ ଏହି ବୁଡ଼ିବା ଏତେ ମଧୁର। ସେମାନଙ୍କ ମଧ୍ୟରେ ଆଉ କୌଣସି ଦୂରତା ବାକି ନଥିଲା। କେବଳ ସେହି ଉଷ୍ମତା, କେବଳ ସେହି ପ୍ରବାହ, କେବଳ ସେହି ଗଭୀର ଇଙ୍ଗିତ ଯାହା ସାରା ରାତି ଏତେ ଉପଭୋଗ୍ୟ ଥିଲା। ରାତି 2ଟା ବାଜି 30 ମିନିଟ୍ ବାଜିଥିଲା, କିନ୍ତୁ ଉଭୟ ଆଖିରେ ଦୁଷ୍ଟତା ରହିଗଲା। ସବିତା ଏବେ ବିଜୟ ଉପରେ ଶୋଇଥିଲା।
ତାର ନିଶ୍ୱାସ ଚାକରର ବେକ ଉପରେ ଗରମ ଥିଲା। ବିଜୟର ଗୋଟିଏ ହାତ ସବିତାର କଟି ତଳକୁ ଖସିଗଲା ଏବଂ ସବୁଠାରୁ ଓଦା ସ୍ଥାନରେ ଅଟକିଗଲା। ଧୀରେ ଧୀରେ ବୃତ୍ତରେ ଗତି କରି ସେ ଚାପ ବଢ଼ାଇଲା। ସବିତାର ଆର୍ତ୍ତନାଦ ଲମ୍ବା ଏବଂ ଗଭୀର ହୋଇଗଲା, ଯେପରି କୌଣସି ଗଭୀର ଆନନ୍ଦ ଭିତରୁ ଉଠିବାକୁ ପ୍ରସ୍ତୁତ। ସେ ଫୁସ୍ ଫୁସ୍ କରି କହିଲା, ବିଜୟ, ଏହି ଗଭୀରତାକୁ ଆହୁରି ଗଭୀର କରୁ। ମୁଁ ଏଥିରେ ବୁଡ଼ିବାକୁ ଚାହୁଁଛି, ଏକ ଗଭୀରତା ଯାହା ସାରା ରାତି ରହିଥାଏ। ବିଜୟ ତାଙ୍କ କାନରେ ନିଶ୍ୱାସ ନେଇ କହିଲେ, ମ୍ୟାଡାମ, ଆଜି ମୁଁ ଆପଣଙ୍କୁ ସେହି ଗଭୀରତା ଦେବି, ଯେପରି ଆପଣଙ୍କ ଭିତରେ ଏକ ଅନ୍ଧାର କୂଅ ଖୋଲୁଛି ଏବଂ ମୁଁ ଏଥିରେ ବୁଡ଼ି ତୁମକୁ ସମ୍ପୂର୍ଣ୍ଣ ଭାବରେ ପୂରଣ କରିବି। ସେ ସବିତାର କେସ୍ ଦେଇ ଅନ୍ୟ ହାତ ବୁଲାଇଲେ, ତାଙ୍କ ବେକ ଉପରେ ନିଶ୍ୱାସ ଛାଡ଼ିଲେ ଏବଂ ତାପରେ ତଳକୁ ଖସିଗଲେ। ତାଙ୍କ ପେଟର କୋମଳତାରେ ଅଟକିଗଲେ। ସବିତା ବିଜୟର କଟି ଚାରିପାଖରେ ତାଙ୍କ ଗୋଡ଼କୁ ଆହୁରି ଦୃଢ଼ କରି ଗୁଡ଼ାଇ ଦେଲେ, ଯେପରି କହୁଥିଲେ, ଏହାକୁ ଆହୁରି ଦୃଢ଼ କର, ମୋତେ ଆହୁରି ଗଭୀରକୁ ନେଇଯାଅ। ବିଜୟର ନିଶ୍ୱାସ ଭାରି ହୋଇଗଲା। ସେ କହିଲା, ମ୍ୟାଡାମ, ତୁମେ ଏତେ ଓଦା ହେଉଛ, ଯେପରି ଏକ ଜଳପ୍ରପାତ ଫୁଟି ଉଠିଛି ଏବଂ ମୁଁ ଏଥିରେ ବୁଡ଼ି ଏହାକୁ ଉପଭୋଗ କରିବାକୁ ଚାହୁଁଛି। ସବିତା ଏକ ଦୁଷ୍ଟ ନିଶ୍ୱାସ ସହିତ ଉତ୍ତର ଦେଲା, ତୁମେ ବୁଡ଼ ବିଜୟ, ମୁଁ ତୁମ ସହିତ ବୁଡ଼ି ଯାଉଛି ଏବଂ ଏହି ବୁଡ଼ିବା ଏତେ ମଧୁର ଯେ ମୁଁ ବନ୍ଦ କରିବାକୁ ଚାହୁଁନାହିଁ। ରାତି 3 ବାଜିଥିଲା। ବାହାରେ କୁହୁଡ଼ି ଘନ ଥିଲା, କିନ୍ତୁ କୋଠରୀରେ ନିଆଁ କେବେ କମି ନଥିଲା। ସବିତା ଏବେ ବିଜୟଙ୍କ ବାହୁରେ ଘୋଡ଼ାଇ ହୋଇଯାଇଥିଲା। ଉଭୟଙ୍କ ନିଶ୍ୱାସ ଧୀର ହୋଇଯାଇଥିଲା, କିନ୍ତୁ ବର୍ଷ ବର୍ଷ ପରେ ସେମାନେ ଏକ ଶାନ୍ତି ପାଇଥିଲେ। ବିଜୟ ସବିତାର କପାଳକୁ ହାଲୁକା ଚୁମ୍ବନ ଦେଇ କହିଲେ, ମ୍ୟାଡାମ, ତୁମେ ମୋର ସବୁଠାରୁ ପ୍ରିୟ ଏବଂ ଆଜିଠାରୁ ସମ୍ପୂର୍ଣ୍ଣ ମୋର। ସବିତା ହସି ହସି ଉତ୍ତର ଦେଲା, ଏବଂ ତୁମେ ମୋର ସବୁଠାରୁ ଦୁଷ୍ଟ ଦାସ, ଯିଏ ଏବେ ମୋର ସର୍ବସ୍ୱ। ସେମାନେ ଉଭୟ ଚୁପ ହୋଇଗଲେ, କେବଳ ପରସ୍ପରକୁ ଅନୁଭବ କଲେ। ସବିତା ଧୀରେ ଧୀରେ କହିଲା, ବିଜୟ, ଏହି ଗରମ ସବୁବେଳେ ରହିବ। ବିଜୟ ଉତ୍ତର ଦେଲା, ସର୍ବଦା, ଯେପର୍ଯ୍ୟନ୍ତ ଆମେ ଦୁହେଁ ଅଛୁ। ଏହି ନିଆଁ କେବେ ଲିଭିବ ନାହିଁ। ସବିତା ଆଖି ବନ୍ଦ କରିଦେଲା। ତାର ନିଶ୍ୱାସ ଏବେ ପ୍ରେମରେ ପୂର୍ଣ୍ଣ ହୋଇଗଲା। ସେ କହିଲା, ମୋତେ ଉସୁକାଇ ରଖ, ଏହାକୁ ପ୍ରବାହିତ କର। ମୁଁ ପ୍ରସ୍ତୁତ ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତ୍ୟେକ ରାତିରେ, କେବଳ ତୁମର। ବିଜୟ ତାଙ୍କୁ ଆହୁରି ଜୋରରେ କୁଣ୍ଢେଇ ପକାଇଲେ। ସକାଳ ପ୍ରାୟ 4ଟା ହୋଇଗଲା, କିନ୍ତୁ ଦୁଷ୍ଟାମି ସେମାନଙ୍କ ଉଭୟ ଆଖିରେ ପ୍ରବଳ ଜଳୁଥିଲା। ସବିତା ଏବେ ବିଜୟଙ୍କ ଉପରେ ଶୋଇପଡ଼ିଥିଲା। ଚାକରର ବେକ ଉପରେ ତାର ନିଶ୍ୱାସ ଗରମ ଅନୁଭବ ହେଉଥିଲା। ବିଜୟର ଗୋଟିଏ ହାତ ସବିତାର ଅଣ୍ଟା ତଳକୁ ଖସିଗଲା ଏବଂ ସବୁଠାରୁ ନରମ ଏବଂ ଓଦା ସ୍ଥାନରେ ରହିଲା। ଧୀରେ ଧୀରେ ସେ ଚାପ ବୃଦ୍ଧି କରି ଏହାକୁ ବୃତ୍ତ ଭାବରେ ଘୁଞ୍ଚାଇଲା। ସବିତାର ଆର୍ତ୍ତନାଦ ଲମ୍ବା ଏବଂ ଗଭୀର ହୋଇଗଲା, ଯେପରି ଭିତରୁ କିଛି ଗଭୀର ଆନନ୍ଦ ଉଠିବାକୁ ପ୍ରସ୍ତୁତ। ସେ ଫୁସ୍ ଫୁସ୍ କରି କହିଲା, ବିଜୟ, ଏହି ଗଭୀରତାକୁ ଆହୁରି ଗଭୀର କର। ମୁଁ ସାରା ରାତି ଧରି ବୁଡ଼ି ରହିବାକୁ ଚାହୁଁଛି। ବିଜୟ ତାଙ୍କ କାନରେ ନିଶ୍ୱାସ ନେଇ କହିଲେ, ମ୍ୟାଡାମ, ଆଜି ମୁଁ ତୁମକୁ ସେହି ଗଭୀରତା ଦେବି, ଯେପରି ତୁମ ଭିତରେ ଏକ ଅନ୍ଧାର କୂଅ ଖୋଲା ଅଛି ଏବଂ ମୁଁ ସେଥିରେ ବୁଡ଼ିଯିବି। ତୁମକୁ ସମ୍ପୂର୍ଣ୍ଣ ଭାବରେ ପୂରଣ କରିବି। ସେ ସବିତାର କେସ୍ ଦେଇ ଅନ୍ୟ ହାତ ବୁଲାଇଲେ, ତାଙ୍କ ବେକରେ ନିଶ୍ୱାସ ଛାଡ଼ିଲେ ଏବଂ ତାପରେ ତଳକୁ ଖସିଗଲେ। ତାଙ୍କ ପେଟର କୋମଳତା ଉପରେ ଅଟକିଗଲେ। ସବିତା ବିଜୟର କଟି ଚାରିପାଖରେ ତାଙ୍କ ଗୋଡ଼କୁ ଆହୁରି ଜୋରରେ ଗୁଡ଼ାଇ ଦେଲେ, ଯେପରି କହୁଥିଲେ, ଏହାକୁ ଆହୁରି ଜୋରରେ ଟାଣ କର, ମୋତେ ଆହୁରି ଗଭୀରକୁ ନେଇଯାଅ। ରାହୁଲର ନିଶ୍ୱାସ ଭାରି ହୋଇଗଲା। ସେ କହିଲେ, ମ୍ୟାଡାମ, ଆପଣ ଏତେ ଓଦା, ଯେପରି ଏକ ଜଳପ୍ରପାତ ଫୁଟି ଉଠିଛି ଏବଂ ମୁଁ ଏଥିରେ ବୁଡ଼ି ଏହାକୁ ଉପଭୋଗ କରିବାକୁ ଚାହୁଁଛି। ସବିତା କାନ୍ଦି କାନ୍ଦି ଉତ୍ତର ଦେଲେ, ତେବେ ବୁଡ଼ିଯାଅ ବିଜୟର, ମୁଁ ଆପଣଙ୍କ ସହିତ ବୁଡ଼ି ଯାଉଛି ଏବଂ ଏହି ବୁଡ଼ିବା ଏତେ ମଧୁର ଯେ ମୁଁ ବନ୍ଦ କରିବାକୁ ଚାହୁଁନାହିଁ। ସକାଳ 6 ବାଜିଥିଲା। ବାହାରେ ଆଲୋକ ଦେଖାଯିବା ଆରମ୍ଭ ହୋଇଥିଲା, କିନ୍ତୁ ସେମାନେ ଏପର୍ଯ୍ୟନ୍ତ ଅଲଗା ହେବାକୁ ଅନିଚ୍ଛୁକ ଥିଲେ। ସବିତା ବିଜୟର ଛାତି ଉପରେ ମୁଣ୍ଡ ରଖି ଶୋଇଥିଲେ। ତାଙ୍କ ଆଙ୍ଗୁଠିଗୁଡ଼ିକ ଧୀରେ ଧୀରେ ଚାକରର କଟି ଚାରିପାଖରେ ଘୂରି ବୁଲୁଥିଲେ, ଯେପରି ସେ ଏବେ ବି ଉଷ୍ମତା ପାଇଁ ଆଗ୍ରହୀ ଥିଲେ। ବିଜୟ ସବିତାର କେଶକୁ ଆଦର କରି କହିଲେ, ମ୍ୟାଡାମ, ଆଜି ସକାଳ ଆପଣଙ୍କ ଯୋଗୁଁ ଏତେ ମଧୁର ଲାଗୁଛି, ଯେପରି ରାତି ଏପର୍ଯ୍ୟନ୍ତ ସରିନାହିଁ। ସବିତା ଆଖି ବନ୍ଦ କରି ହସିଲା, ତୁମ ହେତୁ ଆଜି ସକାଳ ରାତି ପରି ଉଷ୍ମ ଏବଂ ମୁଁ ଚାହେଁ ଏହି ଉଷ୍ମତା କେବେ କମି ନ ଯାଉ। ସେ ବିଜୟଙ୍କ ଗୋଡ଼ ସହିତ ତାର ଗୋଡ଼କୁ ଜଡ଼ିତ କଲା, ଧୀରେ ଧୀରେ ଘଷିଲା, ଯେପରି କହୁଛି, କିଛି ସମୟ ଆଉ ଅଛି, ପାଖକୁ ଆସ। ବିଜୟଙ୍କ ନିଶ୍ୱାସ ପୁଣି ଦ୍ରୁତ ହେଲା। ସେ ସବିତାଙ୍କୁ
टिके उपरकू टाणी आनिला। एबे सेमानंक मुह एते निकटतर थिला जे सेमानंक ओठ स्पर्श करिबाकू प्रस्तुत थिला। से कहिला, मैडम तुमे एते मनमुग्धकर एक मिठा निद परी जाहारू तुमे उठिबाकू चाहुना हम। सबिता दुष्ट भावरे तांको नाक उपरे एक आंगुठी रखिला। तेणु जाग्रत हुओ नाही, मो सहित सोईपद। एही गरमरे एही इच्छारे विजयंक हाथ पुणी सबितांक जंघ उपरे रहिला। से सेमानंकु धीरे धीरे आदर करिबाकू लागिले। सबिता एक छोट आर्तनाद कला। से फुस फुस करी कहिला, विजय एही स्पर्श मो रक्त प्रवाहरे मिसी जाउछि एवं गभीररे मध्य। विजय हसी कहिला, मते बिलीन हेबाकू दियो माडामट। मु चाहुछि जे तुमे मो प्रत्येक असरे बिलीन हो जेपरी मु तुम भितरे बिलीन हेउछि। सेमाने दुहे चुप होइगले, केवल परस्परकू अनुभव कले। दिन बाहरे आरंभ हेउथिला, किंतु भितरे थिबा निया सेही इच्छा सेही गरम केबे ठंडा हेबाकू नथिला, कारण हृदय जाहा अछि ताहा केवल जळुछि। सकाळ 10टा बाजी 30 मिनिट बाजिथिला। सर्वदा गुप्त भावरे बंगला नीरव थिला। बाहरे छाड़ी छात उपरे वर्षार टोपा टोपा हेउथिला। सबिता बिछणारे शोइथिला। विजय चुपचाप कोठरी भितरकू प्रवेश कला। द्वार बंद करी बिछणा पाखकू आसिला। सबिता आखि खोलिला, हसिला एवं कहिला, विजय तुमे एते रातिरे फेरी आसिछ। किछि न कही विजय सबितार गोड़रे हाथ रखी ताकू धीरे धीरे आदर करिबाकू लागिला। सबितार निश्वास प्रश्वास द्रुत होइगला। से कहिला, विजय आजी एही हाथ टिके अस्थिर लागुछि। विजय फुस फुस करी कहिला, अस्थिर कारण मैडम तुमर कोमलता वर्ष वर्ष धरी मो हृदय जळुछि। सबिता तार गोल टिके विस्तार कला, जेपरी कहुछि, मते छुअम मु बहुत गरम। विजयर हाथ एबे धीरे धीरे उपरकू उठी जाउथिला। सबिता ता जंघर कोमलता अनुभव करी एक छोट आर्तनाद कला। से कहिला, विजय एही स्पर्श एक पुरुणा तृषा को जाग्रत करिबा परी। विजय ता कान पाखरे ता मुहम रखिला। तुमर तृषा मध्य जाग्रत हेउछि माडाम। एहा एपरी लागुछि जेपरी भितरे एक नदी प्रवाहित हेउछि। सबिता लाजरे मुंड बुलाइला एवं तुमर आंगुठी गुड़िक मते संपूर्ण भावरे प्रवाहित करुछि। विजय मते अटकाओ नाही, मते प्रवाहित हेबाकू दियो। विजय हसी हसी कहिला, तुमे प्रवाहित हेउछ। आजी रातिरे तुमे मोर लहरी हेबो एवं मु तुम सहित बुड़ीजीबी। सबिता विजय को निज आड़कू टाणी नहीं गला। एबे से ता उपरे थिला। उभयंक शरीर परस्पर सहित लागी रहिथिला। विजयर हाथ सबितार अंटारू खसीगला एवं सबुठारू गुप्त स्थान रे अटकी गला। धीरे धीरे एहाकू वृत्तरे घुंचाई से चाप बढ़ाइला। सबितार निश्वास लंबा होइगला। से फुस फुस करी कहिला, विजय एही गभीरताकू आहुरी गभीर कर। बंधुगण आपण मानंकू आमर कहानीटी किपरि लागिला कमेंट रे जणांतु। जदि आपण मानंकू आमर कहानीटी पसंद आसीछि ताहेले वीडियो को लाइक शेयर एवं चैनल को सब्सक्राइब करंतु। धन्यवादर नमस्कार।